ଛଡା ସ୍ୱାମୀ ପ୍ରତି ସମ୍ମାନ ନାହିଁ। ମାନ ତମେ ଯୋଉ ଭଳିଆ କାମ କରୁଛ ତମକୁ ଚୁଡା ଘଷା ଭଳିଆ ଘଷିକି ସାଇ ଭାଇରେ ବାଣ୍ଟି ଦେବା କଥା। ଖାଇ ଯାଆନ୍ତୁ। ଦେଖୁଛୁ ତୋ ଆଖି ସାମ୍ନାରେ କୋଉ ଭଳିଆ କଥା କହୁଛ, ବୋକା ଚୋଦା ଭଳିଆ କହନ୍ତି। ଦେଖିପାରୁନୁ କୋଉ ଭଳିଆ କଥା କହୁଛୁ। ଆଚ୍ଛା ମତେ ଗୋଟେ କଥା କହ, ମୁଁ କଣ ଭୁଲ କଲି? ମୁଁ କଣ ଭୁଲ କଲି ମତେ ଗୋଟେ କଥା କହ। ଏ ଝିଅଟା ଘରୁ ପଳେଇ ଯାଇଛି, ଆଉ ଫେରି ପାରିବ କି? ଫେରି ପାରିବ ନାହିଁ। ଯଦି ତା ସ୍ୱାମୀଟି କୁଆଡେ ଫେରାର ହେଇଯାଇଛି, ଯଦି ତାର ଏଭଳି ସଂକଟାପୂର୍ଣ୍ଣ ପରିସ୍ଥିତିରେ ମୁଁ ତାକୁ ଘରକୁ ଆଣିକି ଟିକେ ସାହାରା ଦେଇଦେଲି, କଣ ବାଳ ପକାଇଗଲା? କଣ ବାଳ ପକାଇଗଲା? ତୁ ଏଠି ଛିଡାଇ କଣ ଦେଖୁଛୁ? ଦୀପକ କଣ କହୁନୁ? ନା ନିତ୍ୟ ହବ। ଆରେ ରାଗି କଣ ଦୀପକ କହୁନୁ? ନା ନା କହିଲି ପୁରା ନି ଖବର ନାହିଁ। ସେ ଛୁଆ କଡା ଖୋଲି। ହେ ଭଗବାନ, ଏଠି ମୋ ପ୍ରତି ଅନ୍ୟାୟ ହଉଛି ବୋଲି ମୁଁ ନାଇଁ ମାଗୁଛି, ଆଉ ଏ ଟଙ୍କା ତାକୁ ନି ମାଗୁଛି। ଆଲୋ ମଉନା ମୁହିଁ, ତୁ ଏଠି ଛିଡା ହେଇ ଦେଖୁଛୁ କଣ? ଯାଉନୁ ଏଠୁ। ଦେଖ ନାନୀ, ତମେ ମତେ ଗାଳି ଦେଲ, ମୁଁ କିଛି କହିଛି? କିଛି କହିନି। ଏବେ ପୁଣି ମତେ ମାଇଲ, କିଛି କହିଛି? କିଛି କହିନି। କାହିଁ କହିନି? କାହିଁକି ନା ମୁଁ ସେତିକି ଭଦ୍ର ଘରର ଝିଅ ବୋଲି, ମୁଁ କିଛି କହିନି। ଓହୋ, ତୁ କେତେ ଭଦ୍ର ଆମେ ଜାଣିନୁ? ଭଦ୍ର? ଆଲୋ ପର ସ୍ୱାମୀ ଦେଖିକି ଧାଇଁ ଆଉଛ, ଏଠି ଆସିକି ଭଦ୍ର ଦେଖେଇ ଆଉଛ। ଦେଖ ନାନୀ, ମୁଁ ଭଲରେ ଭଲରେ କହୁଛି, ମତେ ସେ ଅଭଦ୍ରାମୀ ଆଡକୁ ଜମା ଟାଣନି। ଆଲୋ ଇଜ୍ଜତ ନେଲେ ବେଜିତି କଲେ ଶରମ ମାଡ଼ିବ କାହିଁ? ପର ଘରେ ପଶି ପର ସ୍ୱାମୀକୁ ଜାବୁଡି ଧରିଛୁ ବେକ ମୁଣ୍ଡାକୁ, ତୁଟା ଛତର ଖାଇ। म्यूजिक ନାଗଲ ହଁ ନନାକୁ ମଝିରେ ପୁରୀ ବହେ ମାରୁଛନ୍ତି ଭଗବାନ। ଆଉ ତାର ପେଟ ବାବୁଛି କଣ କରିବ? ହଁ ତାର ଦରମରା କଛାଳି ମାରି। ତମେ ମଝି ଠିଆ, ତମେ ତୁ ଏମିତି ତମେ ଏମିତି ତମେ ମଣିଷ ବେଳି ଆଉଛ? ଏସବୁ କଣ? ଏସବୁ କଣ? ଏସବୁ କଣ କହିଲ? ସାଙ୍ଗ ଆରେ ସାଙ୍ଗ, ଆରେ ସାଙ୍ଗ କେତେବେଳେ ଆଇଲୁ? ସାଙ୍ଗ କଣ କରିବି ରେ, ପରିସ୍ଥିତି ଖରାପ ପଇଲା ବୋଲି ବାହାରକୁ ଯିବାକୁ ପଡିଲା। ଆଉ ପରିସ୍ଥିତି ଏକଥା ବି କହିଲା, ସାଙ୍ଗର ପରିସ୍ଥିତିଟା ବହୁତ ଖରାପ ପଡିଥିବ, ସେଥିପାଇଁ ଚାଲି ଆସିଲି। ଆଉ ଜମା ଡେରି କଲିନି ରେ, ଜମା ଡେରି କଲିନି। ଆଉ କାହିଁ ବସିଲ, ଚାଲ ତାକୁ ନେଇକି ଚାଲି ଆସିବା। ଆସ। ଆରେ ସାଙ୍ଗଟା ଆଇଛୁ, ପ୍ରଥମ କରି ମୋ ଘରକୁ ଗୋଟେ ବ୍ୟବସ୍ଥା କିଛି ନ କଲେ କେମିତି ହବ? ମୁଁ ଯାଇ ଯାଉ ସାଙ୍ଗେ ହେଲା। କେତେ କଥା ଭାବୁଛୁ ମୋ ସାଙ୍ଗ। ଗଛ ଉପରେ ଚଢେଇ ଦଉଛୁ, ଉପରେ ପୁଣି କହୁଛୁ ମାଙ୍କଡ ଭାବିକି ନଗେଇ ନଗେଇ କେଞ୍ଚୁଛୁ। ମାଇକିନାକୁ ନେଇ ଆଇଲୁ, ମତେ କହିଲୁ ଆଣିକି ରଖ, ମୁଁ ଆଣିକି ଆଇଲା ତୁ ଶଳା ବିଶାଖାପାଟଣା ଚାପି ଗଲୁ। ମତେ କହୁଛୁ ଖାଇନା ଦେବ ଗଡେଇଲେ ତ କାଲି ଗଲି କୋଥା ଯାଇକି କିସ୍ତି ଆଣୁଛୁ? ତୁ ତ ପାରିବୁନି କାଇଁ ଆଣୁଛୁ? ମୁଁ ବସିକି ମୋ ଘରେ ପହଞ୍ଚିଲା ବେଳକୁ ମୋ ଘର ଭାଙ୍ଗିଲେଣି। ମୋ ମିଠା ଭଳିଆ ଲୋକ ମତେ भागिले बाबूजी दादा चाहिले देखुजी दादा कौटी लुचिले तू होजुजी खाली मुंडा सपना देखुजी तते पाइछि आजि
ହଁ ହଁ ଏଇଠି ଶୁଣୁଛ ତମେ ଗଲା ପରେ ସିଏ ମତେ କହିଲେ ତମ ପାଖରେ ନେଇକି ମତେ ଛାଡ଼ିଦେବେ ମୁଁ ରହିଲି ତାଙ୍କ ଘରେ ତାପରେ ସେଦିନ ରାତିରେ ସିଏ ମୋ ସହିତ ଛି ସାଙ୍ଗ ଛି ଆରେ ତତେ ମୁଁ ବିଶ୍ୱାସ କରିଥିଲି ହେଲେ ସେଇ ବିଶ୍ୱାସରେ 20 ଟଙ୍କାର ଭାଙ୍ଗ ପୁରେଇ ଦବୁ ବୋଲି ଜାଣିନଥିଲି ରେ ଏବେ ପର୍ଯ୍ୟନ୍ତ ନିଶା ହଉଛି ଆଉ ନାଇଁ ଆଉ କାହିଁ ଖାଇଲା ଚାଲ ଏ ସହର ମୁହଁ ଦେଖିବାକୁ ଇଚ୍ଛା ନାହିଁ ଚାଲ ସାଙ୍ଗ ଶେଷରେ ଗୋଟିଏ କଥା ସାଙ୍ଗ କପାଟା ରହିଯାଇଥିଲା ଇଟା କପାଟାକୁ ଆଣି ନହେଲେ ତୋ ମୁହଁ ଦେଖିବାର କୌଣସି ଇଚ୍ଛା ନାହିଁ ଆରାମ ଜାଦା ଶଳା ଚାଲ ନେଇକି ଆସ ଭିତରେ କଣ ଘୁଙ୍ଗୁରେ ପଡିଥିବ ନେଇଯାଉ ନା ସାଙ୍ଗ ଆରେ ମୋ କଥା ବୁଝୁ ମୁଁ କିଛି ସେମିତି କରିନାହିଁ କଣ କହିଗଲା ସେ କଣ କହିଗଲା କାଇଁ ନାହିଁ ତ କଣ କିଛି କହିନି ତ କଣ କହୁଥିଲେ ସେ ତମେ ତା ସହିତ ମୁଁ କଣ ତା ସହିତ ସେମିତି ଆମ ଭିତରେ କିଛି ନାହିଁ ମିଛରେ କହୁଛି ମୁଁ ନା ମିଛରେ ମାରିଦେବି ତମେ ମିଛରେ ମାରିବ ମିଠା ଏସବୁ ହେ ମିଠା তুমি মাছ তরকারি বলে থইছিল কুকুর বসিলানি ভগবান କିଛି ଦେବି ସାବଳ ମୁଁ ତୋ ପଛରେ না আরে নিপটা গেল নাই ননা তো আমার ভুকিয়া না কোথাও